ସବୁ ଥିଲଥାଏ ମୋରି ପାଇଁ ଏଠି ସବୁ ଝାମେଲା। ନୈବେଦ୍ୟ ଆଉ ପ୍ରସାଦ, ନୈବେଦ୍ୟ ଭଗବାନଙ୍କୁ ଅର୍ପଣ କରାଯାଏ, ତାପରେ ସେ ହେଇଯାଏ ପ୍ରସାଦ। ଯୋଉ ପ୍ରସାଦକୁ ଭକ୍ତମାନେ ଖାଆନ୍ତି। ମୁଁ ମାଲିକ, ତୁ ଚାକର। ମାଲିକ ଭଗବାନ ହେଲେ, ଚାକର ଭକ୍ତ। ଏବେ ତୁ କହ, ନୈବେଦ୍ୟଟା କିଏ ଖାଇବ? ନା ତୁ? କିଛି ନ କହି ଚୁପଚାପ ଏଠି ଚାଲିଲା। କାହିଁକି ନା ମୋ ଡିସିସନ ଅନୁଯାୟୀ ତ ଅଭିନୟଟା ଏଠି ସରିଯାଇଛି। ଏଣିକି ତା ସହ ଅଭିନୟ କରିବି ମୁଁ। ରାତି ପାଇ ଆସୁଛି। ରଜନୀ ଗନ୍ଧାର ବାସନା ଯାଉଛି। ରଜନୀଗନ୍ଧାର ମାସ ସରି ଆସୁଛି। ଏବେ ଡିଷ୍ଟର୍ବ ନ କରି ତୋ ବାବୁଙ୍କ ଆଦେଶ ମାନି ଏଠୁ ଚାଲିଯା। ତା ସହ ମୁଁ ଟିକେ ମନ ଭରି ଖେଳିବି ନା। ତାହେଲେ ସେଦିନ ଆମେ ଦୁଇ ଜଣଙ୍କୁ ବାଧ୍ୟ କରି ଆପଣ ବାହାଘର କରିଥିଲେ। ଏହା ଥିଲା ଆପଣଙ୍କର ଅସଲ ଉଦ୍ଦେଶ୍ୟ। ଆପଣଙ୍କର ଏ ଭଦ୍ର ଲୁକା ତଳେ ଏମିତି ଏକ କୁଶ୍ଚିତ ଲାଗି ରହିଛି। ଆଜି ଜାଣୁଛେ ଏଇ ଲୋକଟା ମୋ ଆଖି ସାମ୍ନାରେ ସେ ଲୋକଟାକୁ ମାରିଦେଲା। ହେଲେ ତମେ ମୋ କଥାକୁ ବିଶ୍ୱାସ କଲନି। ଆକୁ ଭଗବାନର ଆଖ୍ୟା ଦେଇ ମୋତେ ବୁଝେଇଦେଲ। ତାହେଲେ ବାବୁ ଆପଣ ସେଇଦିନର ଅପରାଧୀଟା ହଉଛି ମୁଁ। ସେଇଦିନ ମିଛ ନାଟକ କରି ଏଇଟାକୁ ଟ୍ରାପ୍ କରିନଥିଲେ, ଏଇଟା ମୋ ଅସଲ ରୂପଟାକୁ ପଦାରେ ପକେଇ ଦେଇଥାନ୍ତେ। ସେଇଥିପାଇଁ ମିଛ ନାଟକ କରି ତମ ଦି ଜଣକୁ ମୁଁ ବାହାଘର କଲି। ଆଉ ମୋର ଉଦ୍ଦେଶ୍ୟଟା ଥିଲା, ନାଟା ତୋର, ଗାଁଟା ମୋର। ବାବୁ ମୁଁ ତାହା କରେଇ ଦେବିନି। ବାବୁ ମୋ ତୁଳସୀରେ ଆପଣଙ୍କର ଛାଇ ସୁଦ୍ଧା ପଡ଼ିବାକୁ ଦେବିନି। ଚାଲ ତୁଳସୀ ଚାଲ। ହେଲେ ବିବେକ, ଯୋଉ ଭାଇଟାକୁ ପୋଲିସ ଅଫିସର କରିବା ପାଇଁ ମୋ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ତାକୁ ପୋଲିସ ଅଫିସର କରିଥିଲି, କାଲି ସକାଳର ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ଫ୍ରଣ୍ଟ ପେଜରେ ବାହାରି ବିବେକର ଗେଧା ଭାଇ ଅଜଣା ଗାଡ଼ି ଆକ୍ସିଡେଣ୍ଟରେ ମରିଯାଏ। ଆଉ ଗାଡ଼ିଟାକୁ ଖୋଜିବା ପାଇଁ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଛି। ଏଇଟା କଣ ତୁ ସହିପାରିବୁ? এইটা ବି ସହିପାରିନି ବାବୁ। କାହିଁକି କହିଲ ବାବୁ? ଭାଇଟା ପେନ୍ସିଲ କାଟୁ କାଟୁ ତା ହାତଟା କାଟିଦେଲା। 7 ଦିନ ଯାଏ ସେ ଖାଇପାରିଲେନି ବାବୁ। ମୁଁ ତାକୁ ଖୁଆଇ ଦେଲି। ଆମେ ଗରିବ ଲୋକ ବାବୁ। ଭାଇଟା ମାଛ ଖାଇବାକୁ ଭାରି ଭଲ ପାଏ। ମାଛର କଣ୍ଟା ତକ ତାକୁ ମାଛ ତକ ଖାଇବାକୁ ଦିଏ। ସେ ଭାଇଟାର ଯଦି କିଛି ହେଇଯାଏ ସବୁ ସହିବି କେମିତି ବାବୁ? ତୁଳସୀ ତମେ ମତେ କ୍ଷମା କରିଦିଅ। ତୁଳସୀ କ୍ଷମା କରିଦିଅ। ଆମ ପରିଜାତିର ସ୍ୱାମୀ ପାଇଁ ମୁଁ ଅଯୋଗ୍ୟ। କିଏ କହିଲା ତମେ ସ୍ୱାମୀ ହେବା ପାଇଁ ଅଯୋଗ୍ୟ? ଭାଇ
ପାଇଁ ନିଜ ବାସର ରାତିରେ ନିଜ ସ୍ତ୍ରୀକୁ ଗୋଡ଼ରେ ଆଣିଥିଲେ ସେଭଳି ସ୍ୱାମୀର ଗୋଡ଼ ଧରି ମୋତେ ମୁଣ୍ଡିଆ ମାରିବା ପାଇଁ ଇଚ୍ଛା ହଉଛି। ବହୁତ ହେଇଗଲା ବାସ୍। ଆଉ ନାଟକ କର ନା ନାଟକ। ଆଖିରୁ ଲୁହ ଗରେଇ ତାକୁ ମମତାର ବନ୍ଧନରେ ବାନ୍ଧିବାକୁ ଚେଷ୍ଟା କରନା। କହି କହିଲେ ବାବୁ, ନାଟକ ଆମ ଭଳି ନାରୀମାନେ କରୁନା। ଆମେ ତ କେବଳ ତ୍ୟାଗ କରି ଜାଣୁ, କାହାକୁ କିଛି ପାଇବା ପାଇଁ ଆଶା ରଖୁନୁ। ତମ ଭଳି ନଷ୍ଟ ଚରିତ୍ରମାନେ ଆମ ନାରୀମାନଙ୍କର ଆଖିର ଲୁହ ଦେଖିଲେ ବେଶ୍ ଖୁସି ହୁଅ। ତୋ ଗପ ଶୁଣି ଶୁଣି ରାତି ପାହିଯିବ ଦେଖୁଛି। ବନ୍ଦ କର ସେ ଗପ। ଏବେ ଆଉ ମୋ ମୁଡ୍ ଅଫ୍ କରନା। ନେ ମଦ ପି ସ୍ତ୍ରୀ ଅଲଙ୍କାର ପଟାକୁ ଆଖି ଖୋଲି। ପଳେଇବା ଜାଲରେ ପଡ଼ିଥିବା ନିରୀହ କପୋତ୍ରଟା କପୋତୀର ଡାକ ଶୁଣି ଖାଲି ଛଟପଟ ହଉଛି।